କୋଣାର୍କ ସୂର୍ଯ୍ୟ ମନ୍ଦିରର ଚୁମ୍ବକୀୟ ରହସ୍ୟ। 13ଶ ଶତାବ୍ଦୀରେ ନିର୍ମିତ ଏହି ବିଶ୍ୱ ଐତିହ୍ୟ ସ୍ଥଳଟି କେବଳ ପଥରର କାରୁକାର୍ଯ୍ୟ ନୁହେଁ, ବରଂ ଏହା ଏକ ଅଦ୍ଭୁତ ଇଞ୍ଜିନିୟରିଂ ନମୁନା ଥିଲା। ଏହାର କିଛି ରୋଚକ ଦିଗ ହେଲା ଶୀର୍ଷରେ ଥିବା ଚୁମ୍ବକ। କୁହାଯାଏ ଯେ ମନ୍ଦିର ଶୀର୍ଷରେ ଏକ 52 ଟନ୍ର ବିଶାଳ ଚୁମ୍ବକ ଲଗାଯାଇଥିଲା। ଏହି ଚୁମ୍ବକର ଶକ୍ତି ଏତେ ଅଧିକ ଥିଲା ଯେ ଏହା ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକର କମ୍ପାସକୁ ବିଭ୍ରାଟ କରୁଥିଲା। ଶୂନ୍ୟରେ ଭାସୁଥିବା ମୂର୍ତ୍ତି, ଏହି ମୁଖ୍ୟ ଚୁମ୍ବକ ଏବଂ ମନ୍ଦିରର ଚଟାଣରେ ଥିବା ଅନ୍ୟ ଏକ ଚୁମ୍ବକ ଗୁଡ଼ିକ ମଧ୍ୟରେ ଥିବା ଚୁମ୍ବକୀୟ ସନ୍ତୁଳନ ମ୍ୟାଗ୍ନେଟିକ୍ ବ୍ୟାଲେନ୍ସ ଯୋଗୁଁ ଗର୍ଭଗୃହରେ ଥିବା ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ଶୂନ୍ୟରେ ଭାସୁଥିଲା ବୋଲି ବିଶ୍ୱାସ କରାଯାଏ। ଲୁହା ପ୍ଲେଟ୍ର ବ୍ୟବହାର। ମନ୍ଦିରର ପ୍ରତିଟି ପଥର ସ୍ତର ମଧ୍ୟରେ ଲୁହା ପ୍ଲେଟ୍ ଲଗାଯାଇଥିଲା। ଏହା ମନ୍ଦିରର ବିଶାଳ ଗଠନର ସନ୍ତୁଳନ କରି ରଖିବାରେ ସାହାଯ୍ୟ କରିଥିଲା। ପର୍ତ୍ତୁଗୀଜ ନାବିକ ଓ ମନ୍ଦିରର ପତନ। ଲୋକକଥା ଅନୁସାରେ ସମୁଦ୍ରରେ ଜାହାଜ ଚଳାଚଳ ସମସ୍ୟାରେ ହୋଇଥିବାରୁ ପର୍ତ୍ତୁଗୀଜ ନାବିକମାନେ ସେହି ବିଶାଳ ଚୁମ୍ବକକୁ କାଢ଼ି ନେଇଥିଲେ। ଚୁମ୍ବକ ବାହାର କରିବା ପରେ ଚୁମ୍ବକୀୟ ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ମନ୍ଦିରର ମୁଖ୍ୟ ଗଠନ ଭୁଷୁଡ଼ି ପଡ଼ିଥିଲା। କୋଣାର୍କ ମନ୍ଦିରଟି ସେହି ସମୟରେ ଏକ ସାମୁଦ୍ରିକ ସୂଚକ ଭାବରେ ମଧ୍ୟ କାମ କରୁଥିଲା, ଯାହାକୁ ନାବିକମାନେ ବ୍ଲାକ୍ ପାଡ଼ୋଗୋ ବୋଲିକରି ପାଗୋଡ଼ା ବୋଲି କହୁଥିଲେ। ଓଡ଼ିଶା ରସଗୋଲା। ଶ୍ରୀମନ୍ଦିରରୁ ଶୁଭାରମ୍ଭ। ରସଗୋଲା କେବଳ ଏକ ମିଠା ନୁହେଁ, ଏହା ଓଡ଼ିଶାର ଶହ ଶହ ବର୍ଷର ପରମ୍ପରା ସହିତ ଜଡ଼ିତ। ଏହାର କିଛି ବିଶେଷତ୍ୱ ହେଲା ନୀଳାଦ୍ରି ବିଜେ ପରମ୍ପରା। ପୁରାଣ ଅନୁସାରେ ଯେତେବେଳେ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ସାରି ମନ୍ଦିରକୁ ଫେରନ୍ତି, ମା ଲକ୍ଷ୍ମୀ ଅଭିମାନ କରି ଦ୍ୱାର ବନ୍ଦୀ କରିଦିଅନ୍ତି। ମାଙ୍କ ଅଭିମାନ ଦୂର କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ରସଗୋଲା ଖୁଆଇ ମନେ ପକାନ୍ତି। ଏହି ପରମ୍ପରାକୁ ନୀଳାଦ୍ରି ବିଜେ କୁହାଯାଏ, ଯାହା ଶତାବ୍ଦୀ ଧରି ଚାଲି ଆସୁଛି। GI ଟ୍ୟାଗ ଜିଓଗ୍ରାଫିକାଲ ଇଣ୍ଡିକେସନ। ରସଗୋଲାକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ଲମ୍ବା ବିବାଦ ଚାଲିଥିଲା। ଶେଷରେ 2019 ମସିହାରେ ଓଡ଼ିଶାର ରସଗୋଲାକୁ ଏହାର ସ୍ୱତନ୍ତ୍ର ରଙ୍ଗ, ସ୍ୱାଦ ଓ ଗଠନ ପାଇଁ GI ଟ୍ୟାଗ ମିଳିଲା। ସ୍ୱତନ୍ତ୍ରତା। ଓଡ଼ିଶା ରସଗୋଲା ସାଧାରଣତଃ ଅଳ୍ପ ବାଦାମୀ ରଙ୍ଗର ଏବଂ ଅତ୍ୟନ୍ତ ନରମ ହୋଇଥାଏ। ଏହାକୁ ପାଟିରେ ରଖିଲେ ଏହା ସହଜରେ ମିଳେଇଯାଏ ଏବଂ ଏହାର ରସ ଅଧିକ ଗାଢ଼ ହୋଇଥାଏ। ପାହାଲ ରସଗୋଲା। ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଥିବା ପାହାଲ ଅଞ୍ଚଳ ରସଗୋଲା ପାଇଁ ବିଶ୍ୱ ପ୍ରସିଦ୍ଧ। ଏଠାରେ ପ୍ରତିଦିନ ହଜାର ହଜାର ହାଣ୍ଡି ରସଗୋଲା ବିକ୍ରି ହୁଏ, ଯାହାର ସ୍ୱାଦ ସମ୍ପୂର୍ଣ୍ଣ ନିଆରା। ମହାପ୍ରସାଦ। ବିଶ୍ୱର ସବୁଠାରୁ ବଡ଼ ରୋଷେଇଶାଳାର ଚମତ୍କାର। ପୁରୀ ଶ୍ରୀମନ୍ଦିରର ରୋଷେଇଶାଳା ହେଉଛି ବିଶ୍ୱର ସବୁଠାରୁ ବଡ଼ ରୋଷେଇଶାଳା, ଯେଉଁଠାରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ରନ୍ଧା ହୁଏ ନିର୍ମାଲ୍ୟ ଏବଂ ଅଭଡ଼ା। ଏହାର କିଛି ଆଶ୍ଚର୍ଯ୍ୟଜନକ ବିଶେଷତା ହେଲା ସପ୍ତମୂର୍ତ୍ତିକା କୁଣ୍ଡ। ରନ୍ଧନ ଶୈଳୀ ଅତ୍ୟନ୍ତ ଅଦ୍ଭୁତ। ଏଠାରେ ଚୁଲି ଉପରେ ଗୋଟିଏ ଏମିତି 7ଟି ହାଣ୍ଡି ରଖାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି ସବୁଠାରୁ ଉପରେ ଥିବା ହାଣ୍ଡିର ଅଗ୍ନି ପ୍ରଥମେ ସିଝିଥାଏ ଏବଂ ସବୁଠାରୁ ତଳେ ଥିବା ହାଣ୍ଡିର ଅଗ୍ନି ଶେଷରେ ସିଝିଥାଏ। ମା ଲକ୍ଷ୍ମୀଙ୍କ ରୋଷେଇ। କୁହାଯାଏ ଯେ ଏହି ରୋଷେଇଶାଳାରେ ସ୍ୱୟଂ ମା ଲକ୍ଷ୍ମୀ ରୋଷେଇର ତତ୍ତ୍ୱାବଧାନ କରନ୍ତି। ଯଦି କୌଣସି ଦିନ ରୋଷେଇରେ କିଛି ତ୍ରୁଟି ରହେ, ତେବେ ମନ୍ଦିର ପରିସରରେ ଥିବା ଅଦୃଶ୍ୟ କୁକୁରକୁ ଦେଖାଯାଏ। ଏହା ସଂକେତ ଦିଏ ଯେ ସେହି ଦିନର ପ୍ରସାଦ ମହାପ୍ରଭୁଙ୍କୁ ଅର୍ପଣ କରାଯାଇପାରିବ ନାହିଁ। ପରିମାଣର ରହସ୍ୟ। ପ୍ରତିଦିନ କେବଳ ପ୍ରତ୍ୟେକ ଭକ୍ତ ମନ୍ଦିରକୁ ଆସିବେ, ତାହା କେହି ଜାଣନ୍ତି ନାହିଁ। କିନ୍ତୁ ମହାପ୍ରସାଦ କେବେ ହେଲେ କମ୍ ପଡ଼େ ନାହିଁ କିମ୍ବା ବଳି ପଡ଼ି ନଷ୍ଟ ହୁଏ ନାହିଁ। ଏହା ଏକ ଦେବୀ ଚମତ୍କାର ଭାବରେ ବିଶ୍ୱାସ କରାଯାଏ। କୁଡ଼ୁଆ ଓ ବାଷ୍ପ ଇନ୍ଧନ। ଏଠାରେ କେବଳ ମାଟି ହାଣ୍ଡି ବା କୁଡ଼ୁଆ ବ୍ୟବହାର କରାଯାଏ। ରନ୍ଧନ ପାଇଁ କେବଳ ଗଙ୍ଗା ଯମୁନା କୂଅର ପବିତ୍ର ଜଳ ଏବଂ କାଠ ଜାଳେଣୀ ବ୍ୟବହାର ହୁଏ। ମହାପ୍ରସାଦର ସେହି ଅପୂର୍ବ ବାସ୍ନା ଏବଂ ସ୍ୱାଦ ଅନ୍ୟ କୌଣସି 5 ତାରକା ହୋଟେଲର ଖାଦ୍ୟରେ ମଧ୍ୟ ମିଳିବା ଅସମ୍ଭବ।